ଏକାନେ ଭୁଆ ସେକାନେ ଭୁଆ ମଝିରେ ମୁଁ କାଳିଆ ଭୁଆ। ହାଇ ହ୍ୟାଲୋ ନମସ୍କାର, ମୁଁ ଆପଣମାନଙ୍କ ପ୍ରିୟ ଫନି କାଳିଆ ଭାଇ ମାନେ। ଭିଡ଼ିଓଟି ଯଦି ଭଲ ଲାଗେ ଲାଇକ୍ କରିବେ, ସେୟାର କରିବେ। अच्छा ଆଉ ଯଦି ଭିଡ଼ିଓଟା ଭଲ ନ ଲାଗିଲା ତାହେଲେ ସବସ୍କ୍ରାଇବ କରିବେ। ସବସ୍କ୍ରାଇବ ଯଦି ନ କଲେ ତାହେଲେ ପୁଳା ପୁଳା ଇମୋଜ ପଠେଇବେ କମେଣ୍ଟରେ। ଭାଇ ଦେଖ, କାଲି ଜଣେ ଭାଇ ମୋତେ ପଚାରିଲେ, କହିଲେ ଭାଇ ଓଡ଼ିଆ କଷ୍ଟ ନା ଇଂଲିଶ କଷ୍ଟ? ମୁଁ କହିଲି ଭାଇ ଦେଖେ, କଷ୍ଟ କହିବାକୁ ଗଲେ ଓଡ଼ିଆଟା ହେଉଛି ସବୁଠାରୁ ବେଶୀ କଷ୍ଟ। କହିଲେ କେମିତି? ମୁଁ କହିଲି ଦେଖେ, ଆମ ବର୍ଣ୍ଣମାଳାରେ 3ଟା ସ: ତାଲବେଶ, ମୁଦନେଶ, ଦନ୍ତେଶ। ମନେ କରାଯାଉ ତମେ ବର୍ଷା ଲେଖିଲ, ବ ତ ଲେଖିଦେଲ, ସ କୋଉ ସ ମୁଁ ବସେଇମି? ଦନ୍ତେଶ ବସେଇମି ନା ମୁଦନେଶ ବସେଇମି ନା ତାଲବେଶ ବସେଇମି? ଯଦି ତମେ ମୁଦନେଶ ବଦଳରେ ତାଲବେଶଟା ବସେଇ ଦେଇଛ, ସେ ବର୍ଷା ତମ ଜୀବନରୁ ପଳେଇଲା। ହସନି ଭାଇ, ଆଉ ସେ ଫେରିବନି, ବୁଝିଲ? ଆହୁରି ଅଛି, ଆଜି ସବୁ କହିବି। रुको जरा सबर करो। ଆହୁରି ଗୋଟେ କଥା, ମୂଷା। ଭାଇ ସିଏ ୱାର୍ଡଟା ମାନେ ସବୁଠାରୁ ବେଶୀ ଟେନସନ୍। ମୂଷା ମରେ ଦୀର୍ଘକାରେ ଦେବି ନା ହର୍ଷଉକାରେ ଦେବି, ସେଟାକୁ ଭାଇ ତମେ ଆଗେ ଭାବିବ। ମୁଁ କୋଉଟା ଲେଖିଲେ ଠିକ୍ ହବ? ପୁଣି ସ ବସେଇମି, ଦନ୍ତେଶ ବସେଇମି ନା ମୁଦନେଶ ବସେଇମି ନା ତାଲବେଶ ବସେଇମି? କୋଉ ସଟା ବସେଇଲେ ଠିକ୍ ହବ? ଯଦି ଜଣେ ମରେ ଦୀର୍ଘକାର ଦେଇଛ କି ସରେ ମର ଦୀର୍ଘକାର ଠିକ୍ ଅଛି, ଆଚ୍ଛା। ଯଦି ସରେ ମୁଦନେଶ ବଦଳରେ ତାଲବେଶ ଦେଇଛ, ସେ ମୂଷା ତମ ଖାତାରୁ ବାହାରିକି ଯାଇ ଗାତରେ ପଶିଯିବ। ହଁ, ଆଉ ସେ ଫେରିବନି, ବୁଝିଲ? ହସନି ଭାଇ, ସତରେ। ଆହୁରି ଗୋଟେ କଥା କହୁଛି ନା, ଆହୁରି ଯୋଉ ପିଲାଙ୍କ ନାଁ ସବୁ ଆସିସି, ଆଶୁତୋଷ, ଅଭିଲିପ୍ସା, କେତେ ଏଇଭଳିଆ କେତେ ନାଁ ଅଛି, ସେମାନେ ନିଜେ ଜାଣିନାହାନ୍ତି ମୁଁ କୋଉ ସଟା ବସେଇମି, ବୁଝିଲା? ହସନି ଭାଇ, ସତରେ ଆହୁରି ଅଛି। ଭାଇ ଦେଖ, କାଲି ମୁଁ ଆସିଲା ବେଳେ ନୂଆ ନୂଆ ଯେଉଁମାନେ ସବୁ ବିବାହିତା ବାହା ହେଇଛନ୍ତି, ସ୍ୱାମୀ ସ୍ତ୍ରୀ ଭିତରେ ଝଗଡ଼ା ଲାଗିଛନ୍ତି। ମୋତେ ଜଣେ ଭାଇ ପଚାରୁଛି, କହୁଛି ଭାଇ ମୁଁ ବାହା ହେଇଛି କିନ୍ତୁ ଆମ ପରିବାର ଭିତରେ ଝଗଡ଼ା ହେଉଛି। ମାନେ କାହିଁକି? କହିଲେ ସେଇଟା ମୁଁ ଜାଣିନାହିଁ। ମାନେ ତୁ ଦେଖେ, ଯଦି ତୁ ସକାଳୁ କେଉଁଠି ବାହାରିଛୁ, ଯଦି ତୋ ସ୍ତ୍ରୀ ଖୁସିରେ ଅଛି, ସେ ଦିନଟା ତୋତେ ଆଉ ଭୋକ କରିବନି, ପୁରା ଖୁସି। ଭୋକ ଭୋକ ଆଉ କିଛି ନାହିଁ ବା, ଉପାସ ତୁ ବି ରହିଯିବୁ, ସ୍ତ୍ରୀ ଖୁସି ତୁ ଖୁସି। ଆଉ ଯଦି ଭାଇ ତୋ ସ୍ତ୍ରୀ ସକାଳୁ ଏଡ଼େ ମୁହଁ କରି ବଇଛି, ତୁ ଜାଣିବୁ ଯେ ତୋ ଉପରେ ନିଶ୍ଚିନ୍ତ ଆଟାକ୍ ହବ। ତୁ ଭାଇ ତୋ ବାଟରେ ବାରିପଟ ଦେଇ ଖସିକି ପଳେଇବୁ। ସ୍ତ୍ରୀ କି ପଦେ କହିବୁନି, ଛାଞ୍ଚୁଣି ମୁଣ୍ଡିଆ ରଖିବୁ, ଦୁର୍ କରି ନାଚିବୁ, ବୁଝିଲ? ହସନି ଭାଇ, ସତରେ।